ଯେତେବେଳେ ମୋର କିଡ଼ନୀ ଖରାପ ପ୍ରଥମେ ଜଣାପଡ଼ିଥିଲା ନା, ସେ ମୋତେ ଗୋଟେ କଲ୍ କରିଥିଲେ, କହିଲେ ଡକ୍ଟର କହୁଛନ୍ତି କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ହେବ, ନହେଲେ ଆ ପାଇଁ କିଛି ବାଟ ନାହିଁ। ମୁଁ ସେତେବେଳେ ଜାଣିବି ନଥିଲି କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ କ'ଣ, କିଛି ବି ଜାଣିନଥିଲି। ମୁଁ ତାଙ୍କୁ ଗୋଟେ କଥା କହିଥିଲି, ବାସ୍ ମୁଁ ଅଛି ନା, ତୁମର କିଛି ହେବାକୁ ଦେବିନି, ମୁଁ ଦେବି କିଡ଼ନୀ, ନିଜେ ଦେବି। ସେ ମାନେ କିଛି ଜାଣି ହିଁ ନଥିଲି, ତାଙ୍କୁ ତ କହିଦେଇଥିଲି। ତାପରେ ମୁଁ ଏତେ କାନ୍ଦିଥିଲି, ମୁଁ କିଡ଼ନୀ ରୋଗ ବିଷୟରେ ହିଁ କିଛି ଜାଣିନଥିଲି। ତାପରେ ୟୁଟ୍ୟୁବ୍ ସର୍ଚ୍ଚ କଲା ପରେ ଜାଣିଲି ଯେ କିଡ଼ନୀ ଖରାପ ହେଲେ ମାନେ କ'ଣ ସବୁ, ମୁଁ ସବୁ ୟୁଟ୍ୟୁବ୍ ସର୍ଚ୍ଚ କଲି। କାହିଁକିନା କେତେ ଲୋକ କେତେ ପ୍ରକାର କଥା କହୁଥାନ୍ତି ଗ୍ରୁପ୍ ମ୍ୟାଚ୍ ନହେଲେ ହେବନି। ତାପରେ ବ୍ଲଡ଼ ରିଲେସନ୍ ନାହିଁ ଆମ ଦୁଇ ଜଣଙ୍କର, ମାନେ ତାଙ୍କ ସେମ୍ ବ୍ଲଡ଼ ଗ୍ରୁପ୍ ହେବା ଦରକାର। ମାନେ ମୁଁ କେତେ ଲୋକଙ୍କର ସବୁ ଥରିକ ମୁଁ ଭାଙ୍ଗି ପଡ଼ୁଥିଲି, ଆଉ ମୁଁ ହାର କିନ୍ତୁ ମାନିନଥିଲି। ମୁଁ ପ୍ରତିଟି ମୁମେଣ୍ଟରେ ଲୋକ କହୁଥିଲେ ନା, ପୁଣି ଆଶା ଛାଡ଼ିଦିଏ, କାଳେ ହେଇପାରିବ କି ନାହିଁ। ପୁଣି ଯାଇ ନିଜେ ଚେଷ୍ଟା କରେ। ମୁଁ ଖାଲି ଡକ୍ଟରଙ୍କଠୁ ହିଁ ପଚାରେ, କାରଣ ଯେତେ ଲୋକଙ୍କୁ ଯେତେ ପ୍ରକାର କଥା ପଚାରିବ ନା, ସିଏ ଅଲଗା ଅଲଗା କହୁଛନ୍ତି। ଆଉ ସିଏ ଯାହା କହୁଛନ୍ତି ନା, ତୁମ ମନ ହିଁ ଭାଙ୍ଗିଯିବ। କିନ୍ତୁ ପୁରା ସିଓର୍ କଥା ହିଁ ଡକ୍ଟର ହିଁ କହିପାରିବେ। ତାଙ୍କଠୁ ହିଁ ଠିକ୍ସେ ମୁଁ ବୁଝିଥିଲି, ତାପରେ ଆଗକୁ ବଢ଼ିଥିଲି।